ପ୍ରଯୋଜକ ଆମ ପ୍ରଯୋଜକଙ୍କର ଆକ୍ଚୁଆଲି ସତ କଥା ଅନାମଧେୟ ପ୍ରଯୋଜକ ଏମାନଙ୍କର ବାପା ମାର ବି ଠିକ୍ ନାହିଁ। ଯଦି ଠିକ୍ ଥାନ୍ତା ଆଜି ଯାତ୍ରା କଳାକାର ଆମ ଗୋଇଠା ମାରିଥାନ୍ତେ। ଆରେ କୋଟିଏ ଟଙ୍କା ଆଏସ୍ ଓଏସ୍ ଯୋଉଟା ପାଉନାହାନ୍ତି। ଜୟ ଜଗନ୍ନାଥ। ଯାହା ହଉ ଆଜି ହେଉଛି 22 ତାରିଖ ସୋମବାର। এই সোমবারে প্রত্যেক পার্টি প্রায় পার্টি আজ আখড়া পূজা করছেন করিকি তাଙ୍କର গন্তପତ୍ର କହୁଛନ୍ତି। ଆମେ 17 ତାରିଖରେ ସାରି ଦେଇଛୁ। ନାଟକ 2ଟା ସିନେମାର ହେଲାଣି। ଆଉ ବହୁତ କଳାକାର ଏପର୍ଯ୍ୟନ୍ତ ଚାକିରି ପାଇନାହାନ୍ତି। ସେଥିପାଇଁ ମୁଁ ବହୁତ ଦୁଃଖିତ ଯେ ସୁରେଶ ପଣ୍ଡା ଭଳିଆ କଳାକାର ଏପର୍ଯ୍ୟନ୍ତ ଚାକିରି ପାଇନାହାନ୍ତି। କାହିଁକିନା ବହୁତ ସିରିଏଲ୍ ଆର୍ଟିଷ୍ଟ ପ୍ରବେଶ କରିଗଲା ପରେ ଏବେ ଭଲ କଳାକାରମାନେ ପଛେଇ ଯାଇଛନ୍ତି। କିଛି ଅନୁଷ୍ଠାନ ବି ଏପର୍ଯ୍ୟନ୍ତ ବାହାରି ପାରୁନାହିଁ। ତାରିଣୀ ଗୋଟିଏ ପାର୍ଟି, ଆମର ଗୋଟିଏ ଅଶୋକ ସମ୍ରାଟ ହେଇଥିଲା। ତାପରେ ଇଏ କେତୋଟି ପାର୍ଟି ଯେଉଁ ରହିଯିବା ପରେ କିଛି କଳାକାର ଦୁଃଖ ଭିତରେ ଘର କରିଛନ୍ତି। ତେଣୁ ମୁଁ ଦୁର୍ଗା ମନ୍ଦିର ଅବସ୍ଥା ସେୟା ଥିଲା। ଯାହା ଦୀପୁ ବାବୁ ନେଇ ତାକୁ ଦୁର୍ଗା ମନ୍ଦିର ମୁଁ ଆଜି 3-4 ଜଣ ଆର୍ଟିଷ୍ଟ ପଠାଇଛି। ଭଗବାନ କରନ୍ତୁ ଏ ବର୍ଷ 26-27ରେ ସବୁ ଅନୁଷ୍ଠାନ ଭଲ ଚାଲୁ, ଆଉ ସବୁ କମିଟି ଭଲରେ ଚଲନ୍ତୁ, ସବୁ ଦର୍ଶକ ଭଲ ରୁହନ୍ତୁ, କଳାକାରମାନେ ଭଲ ରୁହନ୍ତୁ। ଯାହା ହଉ ଆଜି ଲିଙ୍ଗା ବାବୁ ମୋତେ ଡାକିଥିଲେ। ଆଉ ମୁଁ ଏଠି ଖଣ୍ଡଗିରି ଅପେରାକୁ ଆସିଛି। ଏଠି ଆସି ମୁଁ ବହୁତ ଅନୁଭବ କରୁଛି। ଯାହା ହଉ ଭଗବାନ କରନ୍ତୁ ଏ ପାର୍ଟି ସୁଖରେ ଚାଲୁ। ସେ ବହୁତ କଷ୍ଟ ସାଧ୍ୟ କରି ଆସନ୍ତା ବର୍ଷ ମାନେ କିଛି କ'ଣ ମୁଁ ଶୁଣିବାକୁ ପାଉଛି ଆମର ନାଟ୍ୟ ସମ୍ରାଟ ସେଥିରେ କ'ଣ ପାର୍ଟନର ଥିଲେ କି ପଇସା ପତ୍ର କିଛି ଇନଭେଷ୍ଟ କରିଥିଲେ। ତାଙ୍କର ଏ ବର୍ଷ ନିଜେ ପ୍ରଚେଷ୍ଟା ନିଜେ ପାର୍ଟିଟିଏ ତିଆରି କରୁଛନ୍ତି। ଭଗବାନ କରନ୍ତୁ ସେ ପାର୍ଟିର ଉନ୍ନତର ହେଉ। ଆଉ ଭଲ ଭଲ ଆର୍ଟିଷ୍ଟ ବି ନେଇଛନ୍ତି। ଆମର ରୀନା ପଣ୍ଡା, ମନୋଜ ତ୍ରିପାଠୀ, ସନ୍ତୋଷ କୁସୁମ, ବାବୁଲି ପଣ୍ଡା ଏଇଭଳିଆ ଭଲ ଭଲ ଆଗଧରି ଆର୍ଟିଷ୍ଟ ନେଇଛନ୍ତି। ମାମା ଈଶ୍ୱର ଯିଏ ପରିଚାଳକ ଈଶ୍ୱର ରାଉତ ସିଏ ଜଣେ ଭଲ ପରିଚାଳକ, ଭଲ ପିଲାଟିଏ। ଆଉ ଲିଙ୍ଗା ଯିଏ କର୍ପୋରେଟର ଅଛନ୍ତି ତାଙ୍କ ସିଏ ଅତି ଭଲ ସୁନ୍ଦର ପିଲା। ଜାଗମରା ଖଣ୍ଡଗିରି ତାଙ୍କ ଘର। ଆଉ ଯାହା ଜାଗମରା ଖଣ୍ଡଗିରି ରହି ସେ ଏତେ ଉଚ୍ଚ ଚିନ୍ତାଧାରା ନେଲେ ଯେ ମୁଁ ଗୋଟେ ଖଣ୍ଡଗିରି ଅପେରା କରିବି, ଯେଉଁଟା କି ବିଗତ ଦିନରେ ଆମର ଅଲିବାବୁ ସେ ପାର୍ଟିଟାକୁ କରିଥିଲେ ଖଣ୍ଡଗିରି ଅପେରା। ସେ ପାର୍ଟି ବନ୍ଦ ହୋଇଗଲା। ଯେ ସେଠି ମୁଁ ସେ ପାର୍ଟିରେ ମୁଁ ବି ହିରୋ ଅଭିନୟ କରୁଥିଲି। ଖଣ୍ଡଗିରି ଅପେରାରେ ମୋର ପ୍ରଥମ ନାଟକ ଆରମ୍ଭ। ସେତେବେଳେ ଗଛ ଭଳିଆ ଆର୍ଟିଷ୍ଟ ଥିଲେ। ଏବେ ତ ଆର୍ଟିଷ୍ଟ ସେଭଳି ଆର୍ଟିଷ୍ଟ ବୁକିଂ କରି ହେବନି ଯେଉଁ ବଜେଟ୍ ହେଲାଣି। ସେତେବେଳେ ଦେବ ମଲ୍ଲିକ, ଆମର କୃପା ସିନ୍ଧୁ ପୁହାଣ, ଭାଗୀରଥୀ କଅଁର, ପ୍ରମିଳା, ବଟିଆ ବେହେରା, ବାବୁଲି ପଣ୍ଡା, ମୁଁ ଥିଲି। ଏମିତି ସେତେବେଳେ ଫିମେଲ୍ ବୋଲି କେହି ନଥିଲେ। ପ୍ରମିଳା ବୋଲି ଗୋଟେ ଝିଅ ପିଲା ଗୋଟିଏ ଥିଲା। ଯାହା ହଉ ଏବେ ତ ସେ ବଜେଟ୍ ବଢ଼ିଯିବା ଭିତରେ ସେତେ କଳାକାର ରଖି ହେଉନି। ଯାହା ହଉ ତଥାପି ମୁଁ ଏ ବର୍ଷ କିଛି ଉତ୍ତର କଳାକାର ବୁକ୍ କରିଛି। ଯାହା ଭଗବାନ କରନ୍ତୁ ପାର୍ଟି କେମିତି ଉନ୍ନତ ହେଉ। ସବୁ ସେଇ ଜଗନ୍ନାଥଙ୍କ ଇଚ୍ଛା। ଆପଣମାନଙ୍କର ସମସ୍ତେ ମିଡ଼ିଆ ବନ୍ଧୁମାନେ ସମସ୍ତେ ଭଲରେ ରୁହନ୍ତୁ। ଆମର ନବବାବୁ ଯେ ନିଜ ପରିଶ୍ରମରେ ନିଜ ହାତରୁ ଅର୍ଥ ବ୍ୟୟ କରି ସିଏ ସବୁବେଳେ ଯାତ୍ରା ପଛରେ ପାଗଳ। ଯାହା ହଉ ତାଙ୍କୁ ଭଗବାନ ଭଲ ରଖନ୍ତୁ। ତାଙ୍କ ଦେହ ଟିକେ ଅସୁସ୍ଥ ରହୁଛି। ମୋର ବି ଦେହ ଅସୁସ୍ଥ ରହୁଥିଲା। ଏବେ ଭଗବାନ ଦୃଷ୍ଟିରୁ ମୁଁ ବହୁତ ଭଲରେ ଅଛି। ଜୟ ଜଗନ୍ନାଥ। ସମସ୍ତଙ୍କର ମଙ୍ଗଳ ହଉ। ଏ ପ୍ରଯୋଜକର ଟାର୍ଗେଟ ଖଣ୍ଡଗିରି, ବରୁଣେଶ୍ୱର, ବଡ଼ ବଡ଼ ମେଳା ଥାଏ, ମହୋତ୍ସବରେ ଥାଏ, କିନ୍ତୁ ବଡ଼ ବଡ଼ ମହାସଂଘର ଟାର୍ଗେଟ ଥାଏ। କିନ୍ତୁ ଏବେ କିଛି ନୂଆ କରି ଯାତ୍ରା ପାର୍ଟି ଆସିଛନ୍ତି। ଆଉ ତା ସହିତ ନବାଗତ କଳାକାର ବି ଆସିଛନ୍ତି। ଏଭଳିଆ ବହି ଫୁଟେଇ ପାରିବେ ଆଶା ହେଉଛି। ଶୁଣନ୍ତୁ ସମସ୍ତେ ନୂଆ ଥିଲେ, ସେମାନେ ପୁରୁଣା ହେଇଛନ୍ତି। ସବୁ ପ୍ରଯୋଜକ ନୂଆ ଥିଲେ, ଏବେ ପୁରୁଣା ହେଇଛନ୍ତି। ନୂଆ ଆସିଲେ ସିନା ପୁରୁଣା ମାନେ କଳାକାରଙ୍କର ଆସ୍ତେ ଆସ୍ତେ ବୟସ ହେଲାଣି। ନୂଆ କଳାକାର ସୃଷ୍ଟି ହେବା ଦରକାର। କିଛି କିଛି ଯାହା ହଉ ଏ ବର୍ଷ ନୂଆ ପାର୍ଟି ହେଉଛି। କିଛି ନୂଆ କଳାକାର ପ୍ରବେଶ କରିଛନ୍ତି। ତାଦ୍ୱାରା କି ବହୁତ ପୁରୁଣା କଳାକାର ବାଦ ପଡ଼ିଯାଇଛନ୍ତି। ଭଗବାନ କରନ୍ତୁ ଆଉ ଗୋଟେ ଯୋଡ଼େ ପାର୍ଟି ହେଉ। ସେ କଳାକାରମାନେ ତାଙ୍କ ଜୀବିକା ପାଆନ୍ତୁ। ସମସ୍ତେ ଭଲରେ ରୁହନ୍ତୁ। ସର୍ବେ ଭବନ୍ତୁ ସୁଖିନା। ଭାଇରାଲ ଟ୍ରେଣ୍ଡ ଆଉ ଏମିତି ରହିବେନି। ଏ ଯେଉଁ ଭାଇରାଲ ଟ୍ରେଣ୍ଡ ମୁଁ ଏବେ ଗୋଟେ ବାଇଟ୍ ଦେଇଥିଲି। ଭାଇରାଲ କ'ଣ? ଏଇଟା ଭାଇରାଲ ନୁହଁ, ଏଇଟା ଭାଇରସ୍। ଏଇ ଯେଉଁ ଭାଇରାଲ ଯେଉଁମାନେ ହେଇକି ଆଇଛନ୍ତି ସିଏ କ୍ଷଣକ ପାଇଁ ଗୋଟେ ମୁହୂର୍ତ୍ତ ବି ଆସିବେ ଚାଲିଯିବେ। ଏଇ ବିଗତ ଦିନେ ମୁଁ କହିଛି ପୁରା ମହେନ୍ଦ୍ର ଦାସର ଭଳିଆ ଭାଇରାଲ ଆର୍ଟିଷ୍ଟ କେହି ଯାତ୍ରା ଇଣ୍ଡଷ୍ଟ୍ରିରେ ନାହାନ୍ତି। ଭିକୁ ସେଟ୍ରେ ଭାଇରାଲ ହେଇ ତାକୁ ଦେଖିବାକୁ ଲୋକ ଆସନ୍ତି। ମହେନ୍ଦ୍ର ଦାସ କିଏ? ସିଏ ତ ଆଜି ନାହାନ୍ତି। ସିଏ ବି ହଜିଗଲେ ବର୍ଷେ 2 ବର୍ଷ ପରେ। ଆସିକି ଧଉଳି ଭଳିଆ ପାର୍ଟିରେ ଚାକିରି କଲେ। ବି କ୍ଲାସ୍ ପାର୍ଟିରେ ଆସିକି ଚାକିରି କଲେ ଯିଏକି ମହେନ୍ଦ୍ର ଦାସ। ଆଉ ଇଏ ଯେଉଁ ଭାଇରାଲ ହେଇଛନ୍ତି ଆମ ପିୟୁଷ ସାଇ, ଆମର ଯେଉଁମାନେ ହେଇଛନ୍ତି ସିଏ କ୍ଷଣିକ ବି ଆଇଛନ୍ତି, କ୍ଷଣିକ ବି ଚାଲିଯିବେ। ଶୁଣ ସାଇ, ମୁଁ ଆଜି କହୁଛି, ମୁଁ ଜଣେ ପ୍ରଯୋଜକ ହିସାବରେ କହୁଛି, ସାଇ ନାଟକ ବୋଲି କିଛି ଜାଣିନି। ଏ କାଳିଆବୁ ଆମର ଖାଲି ଅନାମଧେୟ କଳାକାରଙ୍କୁ ବୁକ୍ କରି 20 ଲକ୍ଷ ଜାଗାରେ ତାଙ୍କୁ 40 ଲକ୍ଷ ବୁକ୍ କରିଛି। ଆଉ ଯେଉଁ ପାଢ଼ୀ ବାବୁ କୋଟିଏ ଟଙ୍କାରେ ନେଇଛନ୍ତି ପିୟୁଷକୁ, ମୁଁ ଗ୍ୟାରେଣ୍ଟି ଦେବି ପିୟୁଷଟା ଭଲ ଆର୍ଟିଷ୍ଟ ହେଉଛି କାହ୍ନା। କିନ୍ତୁ ନାଟକ ବଜରଙ୍ଗୀ ନାଟକ କରାହେଉଛି, ଲୋକ ମୁହଁ ମୋଡ଼ି ଦେଇ ଯାଉଛନ୍ତି। ହଁ ଭାଇରାଲ ହିସାବରେ ପଇସା ପାଉଛନ୍ତି ଏ କିଛି ଦିନ ପାଇଁ। କିଛି ଦିନ ପରେ ସେଇ ପିୟୁଷକୁ ବି ଆମେ ରଙ୍ଗମହଲରୁ କାଢ଼ି ଦେଇଥିଲୁ।
से साई भी रंगबलू काटी देलु आ साई पीयूषु पायल किए सब कौन आज नीरज स्वयं गोटे सीन करला पकेबे हजि जीवे साई कान्हा जिते भी नेगेटिव अच्छा नीरज स्वयं पाखे फिका पड़े मुझे भी कहूँ ए बयस नीरज स्वयं आज गोटे सीन कला एम फिका पड़े आने सब किसी दिन भी आमर प्रयोजक अच्छा सबुजाक आम प्रयोजक आक्चुअली सत कथा अनामधिक प्रयोजक एम बापा मार भी ठीक ना जदि ठीक था आज यात्रा कलाकार आम गोईठा मार था अरे कोटी टंका आएस ओएस जोड़ा पाऊना मो पाखे जोड़ा हिरोइन वर्ष बुक कर 35 70 सुभाष बार 41 समत पछार तो पड़ी आम भी पागल जे चलती जहाँ ये यात्रा अनुष्ठान बेसी दिन नुह ये ट्रेंड चलीज नुआ पीढ़ी जो आसला पर एम जमी आज सुरेश पंडार चाकरी नहीं काली गौर दास प्रताप सुभाष एमानकर काली चाकरी न थव एमाने घरे बस एम एक्टिंग करेंगे आपण देखिए समय आसूसी ना यात्रा दर्शक गोटे प्रबल यात्रा दर्शकर आत्रा कमिटी यही जो आज आम आम भितर प्रयोजक प्रति हूँ जदि कमिटी कहता मोर नाटक दरकार मु कलाकार दरकार नहीं दही तरी बड़ा हड़ा हेले भी आमर से दही तरी बड़ा दरकार आज यात्रा निम्नगामी हबार कारण हूँ अधिकांश मालिक मैंने दायी किसी कमिटी दायी आउ किसी दर्शक किए अच्छी नाटक गाହାର दीपक जेनार नाटक गाହାର प्रदीप गार हे चल जिया आदि नाटक आम देखुचे सुकांत मल्लिक गोटे राइटर ता नाटक है ना आम किए जिया सुकांत मल्लिक गोटे राइटर भल नाटक लिखा लोक एपर्यंत पाऊनी दीपक जेनार 14 नाटक 18 नाटक ए सेगुरा तो आम के यूज करूँ कि आम पार्टी न्यूज चढ़ाऊ नौ मो यात्रा स्वर्ण महल 9 वर्ष भितर कौन आइटम गार स्टेज को चढ़ी ना कारण मोर नाटक मजबूत अच्छी मोर रेकर्ड डांस मजबूत अच्छी मेलोडी मजबूत मु कौन सेलिब्रिटी की मोर पार्टी चढ़ई देना कि चढ़ई देवी ना से कपि शुण आसंता वर्ष मोर गोटे नाटक मत लिखी देती आमर सबुठ भल राइटर डायरेक्टर आमर आशुतोष महापात्र मु देखला बेलू 2 वर्ष पूर्व से नाटक दीपक जेना कर विश्व दरबार दीपक जेना नाटक जदि आशुतोष महापात्र भाया राइटर कपि कर यात्रार जहाँ भविष्य हम तेणु ताकू बेटर ये आपको छाड़ी नुआ राइटर सृष्टि कले आहरी भल हम मु तो दीपक जेना नाटक कलिनी ए आशुतोष महापात्र नाटक बड़ लोक छोट लोक कैनसल करदेली पुणी बर से स्वामी पाई पछा नरकुजी गणेश राउत नाटक रखिली 8 वर्ष नाटक कट कर जो नाटक लोक माड़े पार्टी गलानी से नाटक आम कहीं करूँ यात्रा दर्शक आकुष कर आइटम गाला ये दर्शक आउ ना निशा महाराणा ये जो आम साहू भाउज आइला दिन पूरा प्रखेल पैक ये अलाजुग दर्शक भी एम जदि दर्शक हमें ताले से कहते आइटम गाला जीवनी टिकट भरा एम कहते निशा महाराणा